ସୁନ୍ଦରଗଡ଼ ଯାତ୍ରା ପଡ଼ିଆରେ ଭାରତ ରତ୍ନ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ 134ତମ ଜନ୍ମ ଜୟନ୍ତୀ ସୁନ୍ଦରଗଡ଼ ଆମ୍ବେଦକର ପରିବାର ପକ୍ଷରୁ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। 14 ଏପ୍ରିଲ ସୋମବାର ସନ୍ଧ୍ୟା 8:15 ସମୟରେ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ 134ତମ ଜନ୍ମତିଥି। ଏହି ତିଥିକୁ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚାଇବା ନେଇ ସୁନ୍ଦରଗଡ଼ ଜିଲ୍ଲା ଆମ୍ବେଦକର ପରିବାର ପ୍ରଥମ କରି ନିଆରା ଢଙ୍ଗରେ ପାଳିଛି। ଆମ୍ବେଦକର ପରିବାରଙ୍କ ନିମନ୍ତ୍ରଣ କ୍ରମେ ସୁନ୍ଦରଗଡ଼ର ସର୍ବଦଳୀୟ ନେତା ସେହି ଉତ୍ସବ ମଞ୍ଚରେ ଏକତ୍ରିତ ହୋଇଛନ୍ତି। ବିଜେପି, ବିଜେଡି, କଂଗ୍ରେସ ସମସ୍ତଙ୍କୁ ଏକାଠି ଯୋଡ଼ିଛି ଏହି ପରିବାର। ସବୁ ସମ୍ଭବ ହୋଇଛି ଆମ୍ବେଦକର ପରିବାରର ସଭାପତି ପ୍ରଫୁଲ୍ଲ ସୁନାନୀଙ୍କ ପାଇଁ। ସମସ୍ତ ନେତା ସେହି ଗୋଟିଏ କଥା କହିବା ସହ ବାବା ସାହେବ ଆମ୍ବେଦକରଙ୍କ ଗୁଣଗାନ କରିଛନ୍ତି। ସୁନ୍ଦରଗଡ଼ ଇତିହାସରେ ବାବା ସାହେବଙ୍କର ପରି ଏପରି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ହୋଇଥିବା ବେଳେ ଏହାକୁ ସମସ୍ତଙ୍କର ହୃଦୟରେ ଏକ ଅନନ୍ୟ ସ୍ଥାନ ଦେବା ଓ ସ୍ମରଣୀୟ କରି ରଖିବା ନେଇ ପଶ୍ଚିମ ଓଡ଼ିଶାର ନାମୀ ଦାମୀ କଣ୍ଠଶିଳ୍ପୀଙ୍କୁ ଏହି ମଞ୍ଚକୁ ଆଣିଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଆମ୍ବେଦକର ପରିବାରର ହଜାର ହଜାର ପ୍ରଶଂସକ ସୋମବାର ଅପରାହ୍ନ 4ଟା ସମୟରେ ବିର୍ସାମୁଣ୍ଡା ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ। ଦୁଲଦୁଲି ବାଜା ସହିତ ଆଦିବାସୀ ନୃତ୍ୟ ଏବଂ ଭବ୍ୟ ଶୋଭାଯାତ୍ରା ବାହାରିଥିଲେ। ପ୍ରଥମେ ପୁରୁଣା ବସ୍ଷ୍ଟାଣ୍ଡରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଆମ୍ବେଦକର ପରିବାର ତରଫରୁ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ପରେ ଡିଆର୍ଡିଏ ଛକ, ହସ୍ପିଟାଲ ଛକ, ରଙ୍ଗାଢିପା ଛକ ଦେଇ ଯାତ୍ରା ପଡ଼ିଆକୁ ପହଞ୍ଚିଥିଲେ। ସେଠାରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଆଦିବାସୀ ବ୍ୟାପାର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ତାଙ୍କ ସହ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ, ସଦର ବିଧାୟକ ଯୋଗେଶ କୁମାର ସିଂ, ରାଜଗାଙ୍ଗପୁର ବିଧାୟକ ସିଏସ୍ ରାଜନେକା ଓ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ପୂର୍ବତନ ନଗରପାଳ ରାଜକିଶୋର ଷଡ଼ଙ୍ଗୀ, ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା, ବେଣୁମାଧବ ତ୍ରିପାଠୀ, ଜୟନାରାୟଣ ତ୍ରିପାଠୀ, ହିମାଂଶୁ ଷଡ଼ଙ୍ଗୀ, ସୁନିତା ବିଶ୍ୱାଳ, ଅମିତା ବିଶ୍ୱାଳ, ଲବସୁନା, ବେଣୁଧର ତାଣ୍ଡିଆ, ରାମେଶ୍ୱର ଟପ୍ପୋ, ମିହିର ସେଠୀ, ଲଲାଟ ଲୁହା, ମନୋଜ ମହାନନ୍ଦ, ରଜନୀ ରୋହିଦାସ ପ୍ରମୁଖ ଯୋଗଦାନ କରି ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆମ୍ବେଦକର ପରିବାରର ସଭାପତି ପ୍ରଫୁଲ୍ଲ ସୁନାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସଫଳ ହୋଇଥିଲା। ପ୍ରିୟଙ୍କା ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ପଞ୍ଚା ବାର୍ଲା ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ଗାଙ୍ଗପୁର ଲାଇଭ୍। देखो आज बहुत खुशी कथा आज बाबा साहेब आम्बेडकर जन्म जयंती 135 जन्म जयंती जे कि संविधान तैयारी करते संविधान लिखिते आज तक संविधान बल आम ये आरक्षण सुविधा पाइछुँ मु विधायक हो पारी से बोले महान व्यक्तित्व आज जन्म जयंती पालन कर बहुत खुशी कथा आज आम बहुत आडंबर सहित बाबा साहेब आम्बेडकर जयंती जन्म जयंती पालन कर सबू आम आदिवासी दलित भाई भौणी मैंने समस्ते मिसिकी पालन कर निश्चय आगामी दिन में आउ तार आडंबर सहित आम पालन हो बाबा साहेब आम्बेडकर सब मन पकड़ापी कार्यक्रम जेहेतु आज भारत संविधान लिखिले संविधान तैयारी करते तो निश्चय बाबा साहेब आम्बेडकर मुझे कोटि कोटि प्रणाम जनाऊँ धन्यवाद जनाऊँ आयोजक बंधु मान निश्चय मु धन्यवाद देवी आउ निश्चय मु गोटे आयोजक बंधु मान भितर मुझे गोटे मेम्बर आगामी दिन में आहु आडंबर सहित कर आज बहुत खुशी लगुच आमर ये जो शोभा यात्रा बाहरी आमर प्रिय विधायक जोगेश सिंह आम साथी अच्छा आमर उप नगरपाल ललाटेन्दु बाबू भी आम सागर अच्छा आमर आम्बेडकर जयंती संपादक पंचा बाबू अच्छा बेणु बाबू अच्छा कुनुदा अच्छा समस्ते आज बहुत आमर लोक गाँ गोली आई बहुत खुशी लगुच आज जो रैली बाहरी बहुत खुशी लगुच एवं ये रैली जात्रा पड़िया शेष होपर आम सभा कार्य आरंभ हो बहुत बहुत धन्यवाद प्रथम थर पर जो आम्बेडकर जयंती आम्बेडकर परिवार कर बहुत खुशी होचु बहुत सारे आमको साहाय्य सहयोग मिलूँ।